हेलो फ्रेंड्स नमस्कार जय जगन्नाथ। लास्ट वीडियो कही आम षष्ठी पूजा आम घर को आसीचु आपण आड़े एमती पूजा हुए कि नहीं कमेंट कर जनइबे। शुक्रवार दिन आम आसलु से दिन ही थिला षष्ठी पूजा। तो दीपहर खाई पी सारापर ये जाइंट दीदी को आने कि मोर ये घर झाड़ू कर सारी बसी पड़ी पानी कखारू आ शाग कटा हम सजना शाग कहीं आम षष्ठी पूजा दिन ही उपरली पानी कखुरी आंबिला हुए ओ पकईकी आ सजना शाग भजा हम तापरे पखाड़ होइकी रहिबो कालिकी अरांध पाइंकी। ଆଉ ଏଇ ଯୋଉ ପାଣି କଖାରୁଟା ଦେଖୁଛନ୍ତି ଏଇଟା ଆମ ଘର ବାଡ଼ିରେ ହେଇଥିଲା, ମା ଲଗେଇଥିଲେ ଗଛ, ସେଇଥିରେ ପୁରା ବଡ଼ ପାଣି କଖାରୁଟା ହେଇଥିଲା, ସେଥିପାଇଁ ତାର ଭିଡ଼ିଓଟା ଭଲସେ କରିଛି। ଆଉ ପାଣି କଖାରୁ ଆମର ସ୍ତ୍ରୀ ଲୋକମାନେ ମାନେ ଫାଳ କରନ୍ତିନି, ତ ସେଥିପାଇଁ କି ବାବା ଫାଷ୍ଟ ତାକୁ କାଟିଦେଲେ, ତାପରେ ମୁଁ ବସିଗଲି ପାଣି କଖାରୁକୁ ଛୋଟ ଛୋଟ କରିକି କାଟିବି, ଆଉ ମା ତାଙ୍କର ସଜନା ଶାଗକୁ ବନେଇବାକୁ ବସିଗଲେ। ଆଉ ସବୁ ଜିନିଷରେ ନଡ଼ିଆ କୋରା ପଡ଼ିକି ହେବ, ସେଥିପାଇଁ ମାନେ ସଜନା ଶାଗ ଦେବି ଆଉ ପାଣି କଖାରୁ ଦେବି, ତ ସେଥିପାଇଁ ବାବା ଏଇଠି ବସିକି ନଡ଼ିଆ ମାନେ ଭାଙ୍ଗିବାକୁ ବାବାଙ୍କୁ ଦେଇଦେଇଛୁ। ତା ଭିତରେ ଦିଦି ଆସିକି ପହଞ୍ଚିଗଲେ। ଏଇଠି ଆମର ଟିକେ ଟିକେ ସନ୍ଧ୍ୟା ହେବାକୁ ଯାଉଥିଲା। ଫାଷ୍ଟ ଭାତ ବସିଗଲା, ଏ ଭାତଟା ପଖାଳ ହେଇକି ରହିବ କାଲି ପାଇଁକି। କାଲିକି ଘରେ 30 ଜଣ ପାଖାପାଖି ଲୋକ ଖାଇବେ, ସେଥିପାଇଁ କି ବଡ଼ ହାଣ୍ଡିରେ ଭାତ ବସିଛି। ଆଉ ଆମର ଘରେ ଯେତେବେଳେ ଯେମିତି ମାନେ କିଏ ଖାଇବାରେ ଆସିବାର ଥିଲେ କି ଏମିତି କିଛି ଅନୁଷ୍ଠାନ ଛୋଟ ମୋଟ ହେଲେ ଆମର ଘରେ ସମସ୍ତେ ମିଶିକି ରୋଷେଇ କରିଦିଅନ୍ତି। ତ ସେଥିପାଇଁ କି ଇଏ ବସିଥିଲେ ଭାତ ରାନ୍ଧିବା ପାଇଁ କି ମାନେ ସବୁ ସଜ କରିଦେଲାକୁ ସିଏ ବସିକି ଚୁଲିରେ ଜାଳ କରିଥିଲେ, ତାପରେ ଭାତ ଗାଳିଦେଲେ, ତାପରେ ମା ପଳେଇ ଆସିଲେ ସଜନା ଶାଗ ଭାଜିବା ପାଇଁକି। କାହିଁକି ନା ସଜନା ଶାଗ କି ଆମ୍ବିଳା ତରକାରୀ ମୋ ଦ୍ୱାରା ଏତେ ଭଲ ହୁଏନି, ଯେହେତୁ ଲୋକ ଖାଇବେ ସେଥିପାଇଁ କି ମା ବସିଛନ୍ତି ସେଇଟା ରୋଷେଇ କରିବାକୁ। ଆଉ ପାଣି କଖାରୁ ଆମ୍ବିଳା ଯେଉଁଟା କୁହନ୍ତି ସେଥିରେ ଚାଉଳ ବଟା ଲାଗେ, ତ ପାଣି କଖାରୁ ଆଉ ଓଉ ପକେଇକି ସେଟା ଆକ୍ଚୁଆଲି ଖଟା ଲାଗେ, କିନ୍ତୁ ସେଥିରେ ଚାଉଳ ବଟା ଦେଇକି ହୁଏ। ତ ମା ସିଝେଇବାକୁ ବସେଇ ଦେଇଥିଲେ, ତାପରେ ଛୁଙ୍କିଲା ବେଳକୁ ଇଏ ପଳେଇ ଆସିଥିଲେ। ତ ସେଇ ତେଲରେ ଫାଷ୍ଟ ଶୁଖିଲା ଲଙ୍କା ଦେଇଦେଇକି ସେଇଥିରେ ପଞ୍ଚ ଫୁଟଣ ଫୁଟେଇ ଦେଇକି ଓଉ ଆଉ ପାଣି କଖାରୁକୁ ଯେଉଁ ସିଝା ହେଇକି ରଖା ହେଇଥିଲା ତାକୁ ଦେଇଦେଲେ, ତାପରେ ସେଥିରେ ଚାଉଳ ବଟାକୁ ଦେଇକି ଭଲସେ ଗୋଳେଇ ଦେଲେ। ନଡ଼ିଆ କୋରା ହେଇକି ଥିଲା, ନଡ଼ିଆ କୋରା ଦେଇଦେଲେ, ଆଉ ସେଥିରେ ଚିନି ଯେତିକି ଦରକାର, ମାନେ ଏଇଟା ଖଟା ମିଠା ଏମିତି ଲାଗେ। ଆମ ଆଡ଼େ ତ ପାଣି କଖାରୁ ଯେଉଁ ଆମ୍ବିଳା କୁହନ୍ତି, ଆଉ ଏଇ ତରକାରୀଟା ଆମ ଅରାନ୍ଧରେ ନିହାତି ହୁଏ, ଆଉ କେଉଁ ଆଡ଼େ ହୁଏ କି ନାହିଁ ମୋତେ ଜଣା ନାହିଁ। ଅରାନ୍ଧ ପାଇଁ କି ସଜନା ଶାଗ ଆଉ ପାଣି କଖାରୁ ତରକାରୀ ଆଉ ପଖାଳ ଏ ତିନିଟା ଜିନିଷ ମୁଖ୍ୟ, ସେଇଥିରେ ନିହାତି ଦରକାର। ତ ଆମର ବାହାରେ ଚୁଲିରେ ରନ୍ଧା ହେଉଥିଲା ନା, ତ ସେସବୁ ଘର ଭିତରକୁ ଉଠେଇ ଦେଇ ସାରିଲା ପରେ ରନ୍ଧା ସାରିକି ମାଛ ତରକାରୀ ଆଉ ଭାତ ହେଲା ଆମର ମାନେ ରାତିରେ ଖାଇବା ପାଇଁକି। ଆଜି ମୋର ଶୁକ୍ରବାର, ମୁଁ ଆମିଷ ଖାଇବିନି, ସେଥିପାଇଁ କି ସମସ୍ତେ ମାଛ ତରକାରୀ ଭାତ ଖାଇଲେ। ମୁଁ ବି ପୁଅକୁ ଭାତ ଖୁଆଇଦେଲି, ତାପରେ ଯାଇକି ମୁଁ ଖାଇଲି। ବାବା ମା ଆସିଥିଲେ ତା ଭିତରେ ପଳେଇଥିଲେ, ମୁଁ ଭିଡ଼ିଓ କରିବାକୁ ଭୁଲି ଯାଇଛି। ତ ସେମାନେ ଆମର ଫେମସ୍ ଦୌଳା ଆଳୁଦମ ଧରିକି ଆସିଥିଲେ, ଆଉ ଆଳୁଦମ ଅଛି ମାନେ ମୁଁ ତ ମୁଢ଼ି ନିହାତି ଖାଇବି, ସେଥିପାଇଁ କି ଆଳୁଦମ ମୁଢ଼ି କାକୁଡ଼ି ପିଆଜ ଖାଇଦେଲି। ଆଜିର ଭିଡ଼ିଓଟା ଏତିକି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।